ଗଳ୍ପ ଟାଉନ ବସ୍। ଲେଖକ ଶ୍ରୀ ଗୋପୀନାଥ ମହାନ୍ତି। କଲେଜ ଛକ। 4:30 ବାଜିଛି। ଟାଉନ ବସ୍ ଅଟକିଲା। କଲେଜ ହତାର ଦୁଆର ମୁହଁ ଆଡୁ ଏକା ସାଙ୍ଗରେ ଅନେକ ଯୁବକ ଯୁବତୀ ଧାଇଁ ଚାଲିଲେ। ଗୋଟିଏ ହାତରେ କରେଇଟା ଝୁଲେଇ ଧରି ଜୁଲୁ ରାୟ ବି ସେଇ ଆଡକୁ ମୁହିଁ ଚାଲିଲା। ଏମାନଙ୍କ ସଙ୍ଗେ ପ୍ରତିଯୋଗିତା କରି ଜାଗା ଟିକେ ଠିକଣା କରିବାକୁ ପଡ଼ିବ। ଅଣନିଶ୍ୱାସୀ ହୋଇ ଦୋଦରା ପାହୁଣ୍ଡ କ୍ଷପୁ କ୍ଷପୁ କଣେଇ କଣେଇ ଅନେଇ ଗଲା ସେମାନଙ୍କୁ ଯେ ସେମାନେ ଆଗକୁ ମାଡ଼ିଗଲେଣି କେତେ ଦୂର। ଆଉ ଠିକ୍ ସେତିକି ବେଳେ ତା ମନରେ ହିଂସା ଥିଲା। ଆପଣା ପ୍ରତି ଅନୁକମ୍ପା ଦେଖାଇ ଦୁଃଖିତ ହୋଇ ସେ ନିଘା କଲା ସେମାନଙ୍କ ବିରୁଡ଼ି ଅଣ୍ଟା କମ୍ପା ଦେଖାଇ ଦୁଃଖିତ ହୋଇ ସେ ନିଘା କଲା ସେମାନଙ୍କ ବିରୁଡ଼ି ଅଣ୍ଟାମାନଙ୍କୁ କେଡ଼େ ସରୁ। ଆଉ ତା ନିଜର 38 ଇଞ୍ଚ ତା ଅଣ୍ଟାର ମାପ। ତା ତଳକୁ ଗୋଟିଏ ବର୍ତ୍ତୁଳ ବିସ୍ତୃତି। ତାର ଲୁଗା ଆଉ ମଠା କାମିଜ ତାକୁ ଲୁଚାଇ ପାରୁନାହିଁ। ଓଲଟି ଦେଇଛି ଆକୃତି। ହାଲୁକା କଙ୍କି ପରି ଉଡ଼ିଯାଇ ସେମାନେ ଟାଉନ ବସ୍ ଭିତରେ ଖୁନ୍ଦି ହେଲେ ପୁଅ ଝିଅ। ଆଗରୁ ବି ଅନେକ ଥିଲେ ସେଠି। ଏଥର ଟାଉନ ବସ୍ ଚାଲିବ। ତାର ଫୁଲୁକା ଦେହଟାକୁ ଝାଙ୍କି ଝାଙ୍କି ତରତର ହୋଇ ଚାଲି ଅଧେ ଟଳିଲା ପରି ସେ ଯାଇ ବସ୍ ଦୁଆର ମୁହଁରେ ପହଞ୍ଚିଲା। ବାଡ଼ା ଧରି ଉପରକୁ ଉଠିଯାଇ ଖୁନ୍ଦା ଖୁନ୍ଦି ହୋଇ କୌଣସି ମତେ ଠିଆ ହୋଇ ଏକ ପ୍ରଚଣ୍ଡ ନିଶ୍ୱାସ ଛାଡ଼ିଲା। ତାପରେ ଟାଉନ ବସ୍ ଚାଲିଲା। ଏଥର ସେ କରେଇଟାକୁ ଆସ୍ତେ ଟେକି ଦେଇ ଦେଖିଲା ଭଲ କରେଇ, ଦମ୍ଭ ଫର୍ଚ୍ଚା, ଠିକ୍ ତା ମନ ମାଫିକ୍। କରେଇ ସଙ୍ଗେ ସଙ୍ଗେ ଘର ମନେ ପଡ଼ିଲା। ସେଇ ଯେ ବଜେଇ ଶିଖାଇବ, ତାଙ୍କ ସିଲେଇ କଳରେ ସିଲେଇ କରିବା ଶିଖାଇବ, ନାନା ଜାତି ରୋଷେଇ କେତେ ଏଇପରି। ରାଗିଣୀ ଦେବୀ ଲାଜ କରନ୍ତି ନାହିଁ, ଆଡ଼ ହୁଅନ୍ତି ନାହିଁ। କେମିତି ଧୀରେ ଧୀରେ ତାଙ୍କ ସଙ୍ଗେ ବି ଘନିଷ୍ଠତା ବଢ଼ି ଉଠିଲା, ଜାଣି ହେଲା ନାହିଁ। ଗସ୍ତରୁ ଫେରି ସେଠି ଯାଇ ବସି ତାଙ୍କ ପିଲାଙ୍କ ଦୁଃଖ ସୁଖ ବୁଝିବା, ତାଙ୍କ ହାତରୁ ଚା ଖାଇବା ଆଉ ତାଙ୍କ ସଙ୍ଗେ ଏକାଠି ଜୀବନର ଦର୍ଶନ ତତ୍ତ୍ୱ ଆଲୋଚନା କରିବା ଧୀରେ ଧୀରେ ତାର ଅଭ୍ୟାସରେ ପରିଣତ ହୋଇଯାଇଥିଲା। ତା ପିଲାଏ ଆସନ୍ତି, ତାଙ୍କ ସାଙ୍ଗମାନଙ୍କୁ ବାଛି ନେଇ ଗପିବାକୁ ଚାଲିଯାଆନ୍ତି। କେତେବେଳେ ଆଉ କେଉଁ ପଡ଼ୋଶୀ ସ୍ତ୍ରୀ ଲୋକ ବି ଆସନ୍ତି ଯାଆନ୍ତି। କେହି କିଛି କହି ନାହିଁ। ଆଉ ଆସେ ସେ ତାର ଦୁମୁ ଦୁମୁ ଚାଲି, କଟାସ ପରି ଅନାଏ। କିନ୍ତୁ ରାଗିଣୀ ଦେବୀଙ୍କ ମନଭୁଲା ହସ ସ୍ନେହ ଆଦରରେ ସେ ବି ଖୁସି ହୋଇ ହସି ପକାଏ, ବସେ। ରାଗିଣୀ ଦେବୀ ତାକୁ ଉପଲକ୍ଷ କରି ତାର ସ୍ତ୍ରୀ ଆଗରେ ଥଟ୍ଟା କରି ସ୍ନେହରେ ଚୋଟ ଚୋଟ କରି ହାଣନ୍ତି। ତା ସ୍ତ୍ରୀ ବି ସେଥିରେ ମିଶିଯାଏ। ସେ ବି ତାକୁ କେଞ୍ଚେ ହାଣେ ଯେ କେଡ଼େ ଆପଣା ଭୁଲା ମଣିଷଟାଏ ସେ, କେଡ଼େ ଓଲୁ, ତାର ଓଲୁ କେତେ କଣ ଭଲ ଲାଗେ। କେବେ ଦିନେ ଆପଣା ମନରେ ତଳିକି ସେ ଆଖି ପକାଇଥିଲା। ସେମିତି ସମୟରେ ଯେତେବେଳେ ଅନ୍ୟ ଚିନ୍ତା ଥମିଯାଏ, କାଚ ଖମ୍ବ ପାଣି ପରି ତଳର ବାଲି ଦିଶେ। ସେହି କାହିଁ ତଳେ ସେ ଦେଖିଥିଲା ଦୁଇଟି ଆଖିପତାର ଭଙ୍ଗୀର କିମିଆ। କେମିତି ସେ ନାଚି ଉଠେ ପୁଣି ଅଦା ଢାଙ୍କି ହେଲା ପରି ଓହଳିଯାଏ। ସେତିକିରେ ଶୂନ୍ୟରେ କେମିତି ଅଦେଖା ଢେଉ ଖେଳିଯାଏ ଆଉ ଶୁଖିଲା ଗଛରେ ଟିକି ଟିକି ନାଲିପତ୍ର କଅଁଳିଲା ପରି ତାର ଚେତନାରେ ବି ଲାଗେ ସଜ ସୃଜନର ହିଲ୍ଲୋଳ। କବାଟ କିଳି ଝରକା ବନ୍ଦ କରି ଆପଣାର ଗୁପ୍ତ ନିଧିକି ଖେଳାଇ ଖେଳାଇ ଦେଖିଲା ପରି କେତେଥର ନିଜକୁ ନିଛାଟିଆ କରି ସେ ତା ନିଭୃତ ମନର ସେଇ ସ୍ୱପ୍ନର ଧାସକୁ ଚାହିଁ ଚାହିଁ ଆନନ୍ଦ ପାଇଥିଲା। ନୂଆ ତତ୍ପରତା, ନୂଆ ଉତ୍ସାହରେ ତାର ପୁରୁଣା ଅଭ୍ୟାସ, ଘସରା ଜୀବନ ହୋଇ ଉଠିଥିଲା ସରସ ଆଉ ଗତିମନ୍ତ। ସେ ବେଶୀ କାମ କରିପାରିଥିଲା। ଆପଣା ପିଲା ଛୁଆ, ଘର ସଂସାର ପ୍ରତି ତାର ସ୍ନେହ ଆଉ ନିଘା ଜାଣତରେ ବେଶୀ ବଢି ଯାଇଥିଲା। ରାଗିଣୀ ଦେବୀଙ୍କ ସମ୍ପର୍କରେ ବ୍ୟବହାରରେ ତାର ଦମ୍ଭିଲା ଆତ୍ମବିଶ୍ୱାସ ଦେଖା ଦେଇଥିଲା। କଥା ଗପିଲା ବେଳେ ଦୂରରେ ନ ବସି ଚୌକିଟାକୁ ଘୁଞ୍ଚାଇ ଆଣି ବସୁଥିଲା। ଫଳରେ ସ୍ୱାମୀଙ୍କ ସଙ୍ଗେ ଚିହ୍ନା ପରିଚୟ ନଥିଲେ ବି ସେ ଦିନେ ତାଙ୍କୁ ଭାଉଜ ବୋଲି ଡାକିବାକୁ ଆରମ୍ଭ କରିଦେଇଥିଲା ଓ ସେଇ ଦିନଠୁ ଅଳ୍ପ ଅଳ୍ପ ଥଟ୍ଟା ନକଲ ବି କରିଥିଲା କେତେବେଳେ। ତାପରେ ସେ ଦିନ ସଞ୍ଜ ବୁଡ଼େ। ଗସ୍ତରୁ ଆସି ଘରେ 5 ମିନିଟ ରହି ତରତର ହୋଇ ସେ ତାଙ୍କ ଘରକୁ ଯାଇଥିଲା। ଘଟଣା ପାଇଁ ଉପଲକ୍ଷ ବି ହୋଇଥିଲା। ଘରେ ପାଦ ନ ଦେଉଣୁ ସେ ଖବର ପାଇଥିଲା ରାଗିଣୀ ଦେବୀ 2 ଦିନ ଜର ହୋଇଥିଲା ବୋଲି। ପହଞ୍ଚି ଦେଖିଲା ରାଗିଣୀ ଦେବୀ ବି ଯେପରି କି ତାକୁ ଅପେକ୍ଷା କରି ରହିଛନ୍ତି। ମୁଣ୍ଡବାଳ ମୁକୁଳା ହୋଇ 2 କରେ ଓହଳି ପଡ଼ି ତାଙ୍କର ସରୁ ସୁନ୍ଦର ରୂପଛବି ପାଇଁ ଖଞ୍ଜିଲା ପରି ପଟଭୂମି ତିଆରି ଥିଲା। ତାଙ୍କର ଚେହେରାରେ ତତଲା ଆଉଟା ଚମକ ଲାଗି ରହିଥିଲା।
ଚାହିଁ ଦେଖୁ ଦେଖୁ ତାଠି ବି ଲାଗିଥିଲା ତାତି। ଛାତି ଦପ ଦପ ତରତର ହୋଇ ପଡିଥିଲା। ଖଟ ଦାଢରେ ଅଳସ ହୋଇ ଢଳି ବସି ଗୋଡ ଝୁଲାଇ ଦେଇ ଥଙ୍ଗେଇ ଥଙ୍ଗେଇ କଥା ଗପୁଥିବା ମଣିଷ ଦେହଟା ଯେପରିକି ବରଷା ପାଇଁ କାତର ଫଟା ମାଟି ଆଉ ତା ଉପରେ ତାଉ, ଯାହାର କାମନାର ଟାଣରେ ଆକାଶରୁ ମେଘ ଝରି ପଡେ। ତାହାରି ଚୁମ୍ବକୀ ପରିସର ଭିତରେ ସେ ଆସି ପଡିଛି। ତାର ଆଖି ବାନ୍ଧି ହୋଇ ରହିଥିଲା। ଧୀରେ ଧୀରେ ଚୌକିଟା ଘୁଞ୍ଚେଇ ନେଇ ନେଇ ଖଟକୁ ଲଗେଇ ଉହୁଙ୍କି ପଡି ସେ କଥାରେ ଯୋଗ ଦେଇଥିଲା। ସେ କଣ କହୁଛନ୍ତି, ନିଜେ କଣ କହୁଛି ସେଥିପ୍ରତି ତାର ଧ୍ୟାନ ନଥିଲା। ଆପଣାର ଚିତ୍ତବୃତ୍ତି ଟାଣ ମୁଠାରେ ଧରା ହୋଇ ଓଟାରି ହେବାର ଅନୁଭୂତିରେ ହିଁ ସେ ବୁଡିଥିଲା। ପାଲଟା ଜୁଆରରେ ସେ ଓଟାରି ହୋଇ ଚାଲି ଯାଉଛି ଉନ୍ମାଦନାରେ। ସେଥିରେ ବି ଅଛି ଏକ ମୁକ୍ତି, ଯେପରିକି ତା ମନ ସେଇଆ ଚାହିଁ ଅପେକ୍ଷା କରି ରହିଥିଲା। ରାତି 9:30 ହେବ। ଦୁଲୁ ଦୁଲୁ ଚାଲି ଆଉ ତା ଆଗରୁ ଯେଉଁ ପାଟି ଶୁଭେ ତାର ଖିଆଲ ନାହିଁ, କାହାରି ଖିଆଲ ନାହିଁ। ହଠାତ୍ ସେ ଚେତି ପଡି ତରତର ହୋଇ ସିଧା ହୋଇ ଠିଆ ହୋଇ ପଡିଲେ। ସେ ବି ଚମକି ପଡି ଠିଆ ହେଲା। ସାମ୍ନାରେ ସ୍ତ୍ରୀ ଠିଆ ହୋଇ ମୁହଁରେ ନାନା ଭୟଙ୍କର ଭଙ୍ଗୀ କରି ଗର୍ଜି ଗର୍ଜି ବଜ୍ର ବୋବାଳି ଛାଡିଛି। ଗାଳି ଦେଉଛି, ଅସଭ୍ୟ ଅକଥ୍ୟ ଭର୍ଚ୍ଚନା ଅଜାଡି ଦେଉଛି। ଦମ୍ଭ ଗୋଡ ଟେକି ମାରିଲା ଗୋଟାଏ ଗୋଇଠା। ଛି ତମ ମୁହଁକୁ, କହିଦେଇ ମଡ ମଡ ତୋଫାନ ପରି ଫେରିଗଲା। ସେ ବି ଆଉ ପଛକୁ ଅନାଇ ନାହିଁ। ଲୁହରେ କାତର ଅପମାନିତା ରାଗିଣୀ ଦେବୀଙ୍କୁ ଭଦ୍ରତା ପାଇଁ ହେଲେ ସାନ୍ତ୍ୱନା ଓ କ୍ଷମା ଜଣାଇବା ପାଇଁ ଚେଷ୍ଟା ବି କରିପାରି ନାହିଁ। ଚାଲି ଆସିଛି। ସମାଜର ନିୟମ ସେ କେଉଁଠି ହେଲେ ନ ଭାଙ୍ଗିଲେ ବି ଛାତି ଭିତରେ ସାହସ ପାଇନାହିଁ ମଣିଷ ପରି ଠିଆ ହେବାକୁ। ଓଲଟି ଲାଗିଥିଲା ସେ ଭୁଲ କରିଛି, ଦୋଷ କରିଛି, ଅନ୍ୟାୟ କରିଛି। ବାହାରୁ ଅପବାଦର ଗର୍ଜନ ତାର ନିଭୃତ ଚେତନା ଭିତରେ ପ୍ରତିଧ୍ୱନି ଉପଜାଇଛି। ତାପରେ ସେ ଭୟଙ୍କର ଦିନ ଗୁଡାକ, ମୁହୂର୍ତ୍ତ ଗୁଡାକ ଲମ୍ବି ଯାଏ ତୀବ୍ର ଯନ୍ତ୍ରଣାରେ। ଜୀବନ ହେଲା ଗୋଟାଏ ଦୁଃସ୍ୱପ୍ନ। କେମିତି ପୁଣି ଲାଜ ବି ଉଭେଇଗଲା, ଦୁଃଖ ବି ଉଭେଇଗଲା, ଦାଗ ଶୁଖିଗଲା, ପୁରୁଣା ଜୀବନ ଫେରି ଆସିଲା, ତା ସେ କହିପାରିବ ନାହିଁ। ସମୟ ସବୁ ଶୁଖେଇ ଦେଲା। ପାଶୋରି ପକାଇବାର ଔଷଧ ଭଳି ମଣିଷର ମନ ସବୁ ସହଜ କରିନେଲା। ପୁରୁଣା ପତ୍ର ଖସି ପଡିଲା। ଆଉ ତା ସଙ୍ଗେ ସଙ୍ଗେ କଟିଗଲା ପୁରୁଣା ସମ୍ବନ୍ଧ। 3 ମାସ ରହି ରାଗିଣୀ ଦେବୀ ଖାଲି ବସା ନୁହେଁ, ସହର ବଦଳେଇ ଚାଲିଗଲେ। ବର୍ଷା ଉତ୍ତାରୁ ବର୍ଷ ବିତି ଯାଇଛି। ତାପରେ ବି ତାର 3ଟି ଛୁଆ। ଏଇ ଛନଛନିଆ ପିଲାଙ୍କୁ ଦେଖି ଆପଣାର ଅତୀତକୁ ଘାଣ୍ଟିଛି ସେ ଏମାନଙ୍କ ସଙ୍ଗେ ସମସରି ହେବାକୁ। ଆଉ ଆବିଷ୍କାର କରିଛି ରାଗିଣୀ ଦେବୀଙ୍କ ସ୍ମୃତିକୁ। ଦେହରେ ନ ହେଲେ ବି ମନରେ ସେ ବି ଦିନେ ତରୁଣ ଥିଲା। ଘଟଣା କିଛି ଘଟି ନଥାଉ, ସେଇ ଅପବାଦର ଇଙ୍ଗିତ ହେଲେ ବି ଗୋଟାଏ କଳ୍ପିତ ସମ୍ଭାବନାରେ ତାକୁ ସେଦିନ ପ୍ରତିଷ୍ଠା କରିଥିଲା, ପ୍ରମାଣ କରିଥିଲା ତାର ତାରୁଣ୍ୟକୁ। ଚାଲିଛି ଟାଉନ ବସ୍। କେତେ ଲୋକ ଓହ୍ଲେଇଲେଣି, କେତେ ଲୋକ ଚଢିଲେଣି। ଆପଣା ଭିତରୁ ପଦାକୁ ବାହାରି ଆସିଲା ବେଳକୁ ହେତୁ ହେଲା ସେ ଜଣେ ଭଦ୍ର ମହିଳାଙ୍କ ପିଠିକି ଚାହିଁ ରହିଛି। ପିଠି ଉପରେ 2 କାନ୍ଧ ହାଡ଼ ମଝିର ଚଟ୍ଟା ଜାଗାକୁ ଯେଉଁଠି ବାଇଗଣୀ କନାର ପରିଧେୟ ଅଳ୍ପ ଟାଣି ହୋଇ ରହିଛି, ଆଉ ତା ଉପରେ ସୁନାହାର ସରିଏ। ହୁଏତ ତାର ମନ ଅଜଣାତରେ ସେଇ ଦୃଶ୍ୟ ହିଁ ଥିଲା ତାର ସ୍ମରଣ ଶୁଣାର ଦ୍ୱୈତକ। ଆଖି ଯେଉଁ ଚାଖଣ୍ଡକ ଉପରେ ଭରା ଦେଇଛି ସେତିକି। କରେଇଟାକୁ ଆର ହାତକୁ ଆଣିଲା। ଫାଙ୍ଗୁଳା ଚିନ୍ତାକୁ ମନେ ମନେ ହସରେ ଉଡେଇ ଦେଇ ପୁଣି ଭାବିଗଲା କରେଇ କଥା, ଆଉ ପିଠା କଥା, ଆଉ ଘର କଥା। କାରବାରୀ ଦୁନିଆରେ ସେ ପାଦ ରଖି ପାରିଛି, କିନ୍ତୁ ଆପଣାର ସମସ୍ୟା କେତେ, ଦୁଶ୍ଚିନ୍ତା କେତେ, ସେ ଅନୁଭବ କଲା ଏଠି ସାଫଲ୍ୟର ହିଁ ଜୟ ଜୟକାର ହୁଏ, ସହାନୁଭୂତି ନୁହେଁ। ଆରେ କିଏ? ଜୁଲୁ ବାବୁ ନା? ସେ ମୁଣ୍ଡରୁ ପାଟି ଶୁଭିଲା। ପଶୁ ଡାକ୍ତର ଗୋପାଳ ବାବୁ ପଚାରିଲେ, ସୁକିନ୍ଦାରୁ କେବେ ଫେରିଲେ? ସେଟା ଅଡିଟ୍ ସରିଗଲା? ଗଣ୍ଠି ଗଣ୍ଠିଆ ଡେଙ୍ଗା ଛାଟ ମଣିଷ, ଗାଡି ଭିତରେ ବି ମୁଣ୍ଡରେ ହ୍ୟାଟ୍ ଅଛି। କହିଲେ, ଆପଣ ତ ଥିଲେ, ମୁଁ ଆସିଲି ଭରି। ଆଉ ସେଠା ଖବର କଣ? ଆଉ କୁଆଡେ ଇଆଡେ? କରେଇଟା କେତେ ପଡିଲା? ପୁଣି କେବେ ଯିବେ ଗସ୍ତରେ? ବସା ଏଠି କେଉଁଠି? ତାଙ୍କର ଏକାଠି ଜାତି ଜାତିକା ପ୍ରଶ୍ନ, ଯେପରି ସେ କୌଣସି ପ୍ରଶ୍ନର ଉତ୍ତର ଲୋଡି ନାହାନ୍ତି। କେତେବେଳୁ ତୁନି ହୋଇ ଠିଆ ହୋଇଥିଲେ। ଚିହ୍ନା ମଣିଷ ଦେଖି ପକାଇବାରୁ ଖାଲି କଥା ଗପିବାରେ ହିଁ ଆନନ୍ଦ। ପୁଣି କହିଲେ, ଯା ହେଉ, ଭାରି ଭଲେ ଆମର କଟିଥିଲା ଗୋଟାଏ ଦିନ ଡାକବଙ୍ଗଳାରେ। ଆମ ଡାକ୍ତର ବାବୁ ଆପଣଙ୍କୁ ଚିହ୍ନି ନଥିଲେ। ମୁଁ କହିଲି, କଣ କହୁଛନ୍ତି? ଜୁଲୁରାୟ ଅଡିଟରଙ୍କୁ ଆପଣ ଚିହ୍ନି ନାହାନ୍ତି? କଟକଚଣ୍ଡୀ ଛକ, ଟାଉନ ବସ୍ ରହିଛି। ଆର ପାଖେ କାନ୍ଧ 2ଟା ଥରି ଉଠିଲା। ଭଦ୍ର ମହିଳା ମୁହଁ ବୁଲାଇ ଦେଲେ। କାବା ହୋଇ ଜୁଲୁରାୟ ତାଙ୍କ ମୁହଁକୁ ଚାହିଁଲା। ଏ କଣ ରାଗିଣୀ ଦେବୀ? ନା, ନୁହାନ୍ତି ପରା।
ମୁହଁଟି ଆସ୍ତେ ଆସ୍ତେ ମଣିଷ ଚିହ୍ନିବା ହସରେ ଚେପା ହୋଇଯାଇଛି ନା? ନା ନୁହନ୍ତି ସେ? ନିର୍ଣ୍ଣୟ କରିବା ଆଗରୁ କରେଇଟି ଧରି ଭିତରୁ ବାହାରକୁ ଚାଲିଥିବା ମଣିଷ ସୁଅରେ ଠେଲି ହୋଇ ନାଥୁଲୁ ନାଥୁଲୁ ହୋଇ ସେ ଓହ୍ଲେଇ ସାରିଥିଲା। ଟାଉନ ବସ୍ ଚାଲିଗଲା। ଗୋଟେ ଦୀର୍ଘ ଶ୍ୱାସରେ ଅତୀତକୁ ପୋଛି ଦେଇ ସେ ପାନ ଖଣ୍ଡେ କାଢି ପାଟିରେ ପୁରାଇଲା। ଗୋଟିଏ ଗୋଟିଏ ହୋଇ ବସା ମୁହଁ ଚାଲୁ ଚାଲୁ ଓହଳିଥିବା କରେଇଟାର ବୋଝ ଅନୁଭବ କଲା। ଦାମକୁ ସେ ନାପସନ୍ଦ କରିପାରେ ସତ, ମୁହଁ ଛିଞ୍ଚିଡ଼ାଏ ପାରେ, କିନ୍ତୁ ଦମ୍ଭିଲା କରେଇ ବହୁତ ଦିନ ଚାଲିଯିବ। ତାର ସ୍ତ୍ରୀ ଖୁସିରେ ହସିବ, ଜୁଲୁ ରାୟ ଭାବିଲା।